ତମେ ନିଅ ଗୋଟେ କଇଁଆ ଗଛ କିଣି ଦିଅ। କଇଁଆ ଗଛ କିଣିଦବୁ? ହଁ ସବୁ କାମରେ ପୁଅ ଲାଗିବ ରେ। ସବୁ କାମରେ କଣ ଲାଗିବ? ଆରେ ତା ଗଛ କିଣିଦେଲ ହଁ କାଟିଦେଲା ପରେ ହଁ ତା ଚେର ତକ ହଁ ଚିରିକି ଭୋଜିରେ ଜାଳ କରିକି ଯାଅ। ଚେର ତକ ଭୋଜିରେ କଇଁଆ ପତ୍ରରେ ଭୋଜି ଖାଇବେ ଲୋକ। ରହ ଗଣ୍ଡିଟା ପଟା କରିବ ଫର୍ଣ୍ଣିଚର କରିକି ଝିଅକୁ ଦବ। ହଁ ଡ୍ରେସିଂ ଟେବୁଲ କରିକି ଦବ। ଝାଟି ତକ ଛାମୁଣ୍ଡିଆରେ ପକେଇବ। ଛାଇ ହବ। ପତର ଯେତକ ରହିଲା ସବୁ ତକ ସେଇ ଗୋଟି ଗୋଟି ରଖି ସଜାଡ଼ିକି ବସ୍ତାରେ ତିଆରି କରି ରଖିବ। କଣ କହୁଛ ମ? ଭାଇ ତାକୁ ପୋକ ଖାଇବନି ମୋ କଇଁଆକୁ। ଖାଇବନି ବୁଢାକୁ ବାହା କରିବ ମୁଁ ନେବି ତାକୁ। ହଁ ବୁଢାର ବୟସ କୁନ୍ଦୁଛି। କଇଁଆ ପତରରେ ପୁଅ ଗୋଟିଏ ଗୋଟିଏ ଥୋଇ ଥୋଇ ଦବ ସିଏ। ଅ ଭାଇନା ବୋଲୋ ସେଇଦିନ ତ ତମେ ଆସିପାରିବନି। ହଁ ଆଜି ତ ଆଇଛ। ଆଇଛି ଆଜି କାମଟା ସାରିଦିଅ। ଆଜି କାମ ସାରିଦେବି। ହଁ ହଉ ତାହେଲେ ବସ। ହଉ ସାରିଦିଅ। ଦକ୍ଷିଣା ଦେଲେ ଭାଇନା ଦକ୍ଷିଣା ନ ଦେଇକି ବାହାର କରିବୁ କି? ଆରମ୍ଭ କର। ପଇସା ଦେଖିକି ବାହାର କରିବ। ଭାଇନା ତମ ମୁଣ୍ଡରେ କଣ ପକଉଛ? ମୋ ମୁଣ୍ଡରେ ପକେଇବିନି। ମୁଁ ମୋ ଦେହ କିଣୁ ଦେଉଛି ଆଗୁଆ। କାରଣ ଇଏ ବର୍ତ୍ତମାନ ବରକନ୍ୟା ନର ଅକ୍ଷସ ହେଇକି ଅଛନ୍ତି। କାଳେ ମତେ ଗ୍ରାସି ଯିବ ଆଗ ମୋ ଦିହଟାକୁ କିଣି ଦଉଛି ତାପରେ ଯାଇ ଯିବ। ହଁ ନାଇଁ ଠିକ। ଆଉ ତମେ ଜାଣିଛ ନା ପାରୁଛ ଆମେ ଭାଉଣିଆ ଲୋକ ଆମେ ଛାଡ଼ିବୁ। ଓಂ ମଙ୍ଗଳಂ ଭଗବାନ ବିଷ୍ଣୁ ମଙ୍ଗଳಂ ମଧୁସୂଦନ ମଙ୍ଗଳಂ ଗରୁଡ଼ଧ୍ୱଜ ମଙ୍ଗଳಂ ହରି ଓಂ ଶାନ୍ତି ଶାନ୍ତି। ବାଣ ଫୁଟିଲାଣି ସିଆଡେ। ଭାଇନା ଗୁଡା କଣ ଇଏ କି ଭାଇନା? ଜାଲ ପକଉଥିଲା ମୁଁ ଦେଖିଛି। ମୁଁ ଦେଖିଥିଲି ତମେ ଆମ ଗାଁକୁ ଯାଉଥିଲା ଆମେ ଗାଧି ଯାଉଥିଲୁ। ଭାଇନା ଗୁଡା କଣ ବୋଲି ଭାଇନା ବୋଲି। ହଉ ଭାଇ ନାଇଁ ଭାଇନା ଆସୁନ ଆସୁନ ଭାଇନା ଆସୁନାହାନ୍ତି। ନାଇଁ ନାଇଁ ଆପଣ ଆସୁନ ଟିକେ ବସି ପଡୁନି। ସେ ପୁରା ମନା କରୁଛି ଆଉ ମନା କରୁଛି ସେ
ओम वट मंत्रस्य गायत्री छंद वटु देवता वटु प्राणे विनियोग ये देखा लियो तो खोरा अरे तोर सेटा ଏ ମୋ ହାତ ଖରା तो हाथ खोरा बेला को तो गोड़े मोटू देबी ତମେ ତ କହିଲେ ଖରା ଦେଖା हां खोरा कोन बळद ତା ହାତରେ ଗୁଣ ଲଗା ହେଇଛି। ए कोन लगा आइची ମୁଦି ଦେଖା ତୋର ଇ ମତେ ଦେଇଦବୁ ଧରିକି। का धर को दबो ତାର ଇଚ୍ଛା କଲା ଗଲା ସେ କାଳିଆ ବୁଝି ବାହାରୁ देखा रे पुओ तो पंदारी ଗୁଳି ହେଲାଣି। हां ओम जनाना अरे ନଡ଼ିଆ ବଡ଼ିଆ ये नंगल उपरे कोंटी ये जियर ब्राह्मणर पहिला हाथ କଣ ତ କଣ आगुआ देखारे पुओ हां କଳେଇ ବନ୍ଧା କଳେଇ खाइला ये कोन କଳେଇ अरे ये केही कागो चढ़ा चढ़ी हेबे एबे बर कन्या परा छड़ा छड़ी के पळौंदी झियो जदी अछि पुओ नाही पुओ जदी अछि झियो नाही तबे हाथ को गोड़ बांधिलो अरे पय एटा तोर गोड़ कि रे अच्छा कोन असुविधा हला असुविधा कोन ये हाथ रे केतेटा अंगुठी पांचटा ता गोड़े रे केतेटा अंगुठी पांचटा पूरीटा तोर गणित रे भलो होउची 100 रु 102 आन दबो अरे पांच पांच जो असुविधा कोन अछि नाही सुविधा नाही ये पुओ जदी ତମେ କାଇଁ ମୋ ଭାଇ କି ଡିଷ୍ଟର୍ବ କରୁଛ ଯେ ये पुओ जदी काहा को भलो पाउतबो हाय एठी बेदी से प्रथम वर्ण द्वितीय वर्ण हला जे से सियाडे जाकी सियाडे जाइतबो री तेणु करी गोडुटा को झियो जदी धरतबो सिया उठी के जाई परिबो की उठिला जे झिंकी दबो को पड़ी रे मुह मारी के सेठी बेदी ऊपर आ वो जब हां ଏଡେ ବଡ ଦିନରେ केडो बड़ दिन रे ओ नंगल उपरे घंटी पुओ झियोंकर पहिला हाथ घंटी ढाल ढाल ना ढाला नाही ନାଇଁ ଫଳ ନାଇଁ କିଛି ନାଇଁ ନଡ଼ିଆ ଉପରେ हां खाली से हम गोटाई बाजू में गला खाली के जता नळस्य दमकळ हां हां सेटा पानी पाइप होला दमयंती जता रामस्य पिता सीता ମନ୍ତ୍ର ଭୁଲ କରୁଛି ଆମର କଳିକ ଯିଆ ହବ। कोन सीता 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 आ जदी मोर भूल होची ठीक ना कहबो ना एडो बड़ पानी माइक लागिची आस्ते कहबो जथा रावणस्य मंजग्रा हां अरे मंदोदरी को अरे मोर जीव छोटो तेणु करी जहां छाडी दे ता छाडी से जा कहू कहि जदा गौतमस्य हलिला जदा उर्मिलास्य हलिला ना हलिला 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 जदा लक्ष्मणस्य उर्मिला जदा संपूर्णस्य सतपुती सतपुती ना कुत्ता आ सतपुती ये हो जाऊ तू ना पांच काली बोल हो तो पड़ो हां आइ तो आड़े ଆଉ କୁଆଡେ କହିଛ ନାଇଁ ନାଇଁ ଖାଉ ତ ହାତରେ ପଇସା ଯେମିତି ଦରକାର ଗୋରୁ ଦରକାର ସାତ ମାଇକି ଟା ପୁରା ବନ୍ଧା ବନ୍ଧା କରି ଆଉ କଣ ମନକୁ ବାହାଘର ତମେ ସାତ ମାଇକି ଆସିବେନି ଆସିବେ ଆଉ ଆସନ୍ତୁ ସାତ ଜଣ ଆସିବେ ବନ୍ଧା ବନ୍ଧା କରିବେ ହାତ କାଟି ପିଟିବ କି ସେଇମାନେ ପିଟେଇବେ ଆସିବେ ଝିଅର ମାମୁଁ ବାହାଘର ସାତ ମାଇକି ଆସି ବନ୍ଧା ବନ୍ଧା କରୁଛନ୍ତି ତାଙ୍କର ମଙ୍ଗଳ ଆମର କଣ ଅଛି ସାତ ଜଣ ଗ୍ୟାସ ତାକୁ ଡାକୁନ ତେଲ ଦେଇନା ଖଲି ମାଟି କରି ତାକୁ କଣ କହିଲ ଗୋଟେ ନ ଆର ବୋଲି। ଆ ଯାଉ ତାକୁ ଲୋକ ଡାକୁନ ଦୀପ ନାହିଁ କିଛି ନାହିଁ
ବାଡି ଏମିତି ଭାଇନା ମୋ ମୁଣ୍ଡରେ କଣ ବାଡଉଛ? ଆଉ କାହା ମୁଣ୍ଡରେ ବାଡିବି? ଆଶୀର୍ବାଦରୁ ବିବାହ କାର୍ଯ୍ୟ ସମାପନ ହେଲା। ରାଜା ଅତ୍ୟନ୍ତ ଆନନ୍ଦରେ ଯୋଉ ନାରାୟଣଙ୍କର ଆଶୀର୍ବାଦ ରୂପେ ପାଇଥିଲେ କନ୍ୟା ସୁଶୀଳାକୁ ସେ ନାରାୟଣଙ୍କର ଶିରିଣୀ ପୂଜା କଲେ। ରାଜ୍ୟ ସାରା ଭାବେ ଶିରିଣୀକୁ ନେଇକି ବାଣ୍ଟି ଦେଲେ। କନ୍ୟା ସୁଶୀଳା ସହିତ ଅଭିର୍ଣ୍ଣ ମଦନକୁ ଅତି ମନ ଆନନ୍ଦରେ ବିଦାୟ କଲେ କିଏ ନା ମହାରାଜା ବୀରସିଂହ। କନ୍ୟା ସହିତ ଜ୍ୱାଇଁ ଚାଲିଲେ ନିଜ ରାଜ୍ୟକୁ। ଶିରିଣୀ ପୂଜା ସରିଲା, ଅତି ଆନନ୍ଦରେ ବିବାହ କାର୍ଯ୍ୟ ସମାପନ ହେଲା। ହୋଇସାରିବା ପରେ ସେ ନାରାୟଣଙ୍କର ଆଶୀର୍ବାଦରୁ ସମସ୍ତେ ନିଜ ନିଜର ସୁଖ କାର୍ଯ୍ୟରେ ରହିଲେ। ସେଇ ପରମ୍ପରା ଜଗତ କର୍ତ୍ତା ନାରାୟଣ ଆଜି ଯଜମାନ ମହୋଦୟଙ୍କର ମନଭୀଷ୍ଟ କାମନା ପୂର୍ଣ୍ଣ କରିବା ସଙ୍ଗେ ସଙ୍ଗେ